हे मंदोदरी तू धर्मपत्नी हे रामंक तत्व को जतिके जानिचु मु तो जतिके जानि नहीं। आहा कह कह प्रभुंकर आउ कोन गुण जानिचु। मंदोदरी रावणर ए कथाटाकू अभिनय बोली भाबी नाला बोला मो स्वामी माया करना ये तो माया परिवार सिद्ध हस्त ये अंतपुर भितर मते माया देखो ना तो टिके परखी नवा मंदोदरी कहले स्वामी तुम्हें कौन कहूच ना मुझे जहा कहूची सत कहूची मते टिके तू दया कर ना कौन दया करिबी ना दया करू एतिकी तू रामंकर गुण गा मु किछि कहबी ना जेते गाइबू सेता खुशी हेबी। बोले स्वामी मते उत्तर देलो गोटिए मार नार दी खंड हेतिला जणे रावण जणे विभीषण कुहा रामंकर जीवन भरी गुण गाउथिबा विभीषण तो कांथ बाड़े राम नाम लिखिथिला जदि रामंक गुणगान कले तुमर खुशी होवा कथा भरा सबरे गोड़ धरी कांदे कांदे मुंड बाड़ुथिबा से निरीह विभीषण छाती की गोइठा मारी मारी लंकारु विदा करो काहे की कुह। रावण कहला मंदोदरी जानिनु अरे भक्त को प्रहार हेले भगवान को कष्ट होते आज विभीषण तो गोइठा मन खाइबारु प्रभु आज लंका पारी हाई मो द्वार मुहरे पहुंचिले भक्त ऊपर प्रहार हेला विभीषण जो दिन मो ठारू गोइठा मन खाइला मंदोदरी मु सत कहूची मो आयुष कमी गला मंदोदरी जतिके दिन भगवान प्राण देइथिले विभीषण से आयुष नहीं पड़े गला मो मरिबाटा थय आउ केते दिन बंचिबी मते टिके दया कर ना कोन दया ना जीवन रे केबे सीता फेरैबा कथा कहिबू नाही बड़ विचित्र ये रामायण रो कथा जीवन रे शिखिबार अछि आज्ञा भक्त दुई प्रकार तैयारी है चमती गोटे भगवान को प्रेम करी भल पाई भक्त आउ गोटे भक्त विरोध करुछि। भागवत रे गोस्वामी अति बड़ी दास लिखिदेले जी मते भक्ति रे भजन करे जी मोर शत्रुता आचरण करे हे उद्धव दोहिंको दिए एक गति दया सागर दासरथी गोविंद 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 पदुग लुचि मगर जी मोर मित्र हो जाए मो दुई जन को समान गति प्रदान करे। रावण हूँ बैरी भक्त मते सीता फेरैबा कथा कहबू ना मंदोदरी कहला मु कहबी ना जे मु जानिले तो कहबी नहीं कहंतु सीता को फेरैबी ना कहीं ना सीता को न फेरैले राम रागिले मो सहित युद्ध करिवे मो सहित युद्ध करी तांको ब्रह्म बाण रे मते जते बळे मारिबे मु ब्रह्म बाण रे हत होई मु आज मुक्ति पाई जीवी। मंदोदरी कहले मो अनुमान ता ठीक है तुम्हें मो सहित माने माया करछो ना कोन माया ना स्वामी तुम्हें मिछ कहूच जदि रामंक बाण रे मरिले तुम्हें वैकुंठपुर को जीव मुक्ति हेइबो या तो ना हाँ मंदोदरी मो वैकुंठपुर को जीवी एवं यह
ଏହା ସତ୍ୟ ମନ୍ଦୋଦରୀ କହିଲେ ଏଟା ମିଛ କଥା କହୁଛ। ଯଦି ରାମଙ୍କ ବାଣରେ ତୁମେ ମଲେ ବୈକୁଣ୍ଠପୁରକୁ ଯିବ, ଅତି ସହଜରେ ରାମଙ୍କ ଦ୍ୱାରା ନ ମରି ସୀତାଙ୍କୁ ଚୋରି କରିକି ଏଠିକି ଆଣିଲ। କାହିଁକି ନା କେମିତି ସହଜ ନା ମାରିଚକୁ ନ ପଠେଇ ନିଜେ 10 ମୁଣ୍ଡ 20 ବିଂଶ ଧରି ପଞ୍ଚବଟିରେ ପହଞ୍ଚିଥାନ୍ତ। ରାମଙ୍କ ଆଗରେ ସୀତାଙ୍କୁ ଖାଲି ତାଙ୍କ ପଣତ କାନଟାକୁ ଧରି ଟିକେ ଧୋଷାଡ଼ି ଆଣିଥାନ୍ତା, ଏତିକି କରିଥାନ୍ତ କି ଦୀପଦ ଗାଳି ଦେଇଥାନ୍ତ। ରାମ ସେଇଠି ପଞ୍ଚବଟିରେ ତମକୁ ବାଣ ମାରିକିରି 3 ମାସ ହେଲା ବୈକୁଣ୍ଠକୁ ପଠେଇ ଦେଇଥାନ୍ତି। ଏତେ ସହଜରେ ରାମଙ୍କ ଦ୍ୱାରା ନ ମରି ଗୋଟେ ମାରିଚ ପଠେଇ ସୁନା ମେରିଗ କରି ପୁଣି ତୁମେ ବାବାଜୀ ବେଶ ଧରି ଭିକ୍ଷା ମାଗିବା ଛଳରେ ରାମ ଲକ୍ଷ୍ମଣକୁ ଦୂରକୁ ପଠେଇ ଦେଇ ସୀତାଙ୍କୁ ପୁଷ୍ପକ ବିମାନରେ ଏଠିକି ଆଇଲ କାହିଁକି? ବତା ସ୍ୱାମୀ ବତା। ରାବଣ କହିଲା ଶୁଣିବୁ ଶୁଣିବୁ, ତୁ ଯାହା କହିଛୁ ସତ। ପଞ୍ଚବଟିରେ ଅତି ସହଜରେ ଯାଇଥାନ୍ତା, ମୁଁ କାହିଁକି ଏଠିକି ଆଇଲି? ଯେଉଁ ଜାଗାରେ ଲକ୍ଷ୍ମୀ ନାରାୟଣଙ୍କର ପାଦ ପଡ଼ିଯାଏ ସେଇଟା ମର୍ତ୍ତ୍ୟ ବୈକୁଣ୍ଠ ହେଇଯାଏ। ମୁଁ ଲକ୍ଷ୍ମୀ କି ମୋ ଜାଗାକୁ ଆଣିଛି। ଏଟା ରାକ୍ଷସ ନଗରୀ, ଏ ରାକ୍ଷସ ପୁରୀଟା ଲଙ୍କା ନଗରୀ। ଜଗତ ଆକୁ ରାକ୍ଷସ ପୁରୀ କାଳେ କହିବ। ତେଣୁ ମରିବା ପୂର୍ବରୁ ମୁଁ ଲକ୍ଷ୍ମୀ ସାନ୍ତ ଆଣିକି ନେଇ ଆସିଲି। ଲକ୍ଷ୍ମୀ ଯୋଉଠି ଥିବେ ନାରାୟଣ ଆସି ଆସି ତ ପହଞ୍ଚିଲେଣି। ଆଉ ଶୁଣୁ, ଲଙ୍କା ଦାଣ୍ଡେ ଚାଲି ଯିବେ ଲକ୍ଷ୍ମୀ ନାରାୟଣ। ଲଙ୍କା ଦାଣ୍ଡେ ଚାଲି ଯିବେ ଲକ୍ଷ୍ମୀ ନାରାୟଣ। ଲଙ୍କା ନଗରୀ ହେବ ମୋ ବୈକୁଣ୍ଠ ଭୁବନ। ଯିବି ବୈକୁଣ୍ଠପୁରକୁ ଆଲୋ ଲକ୍ଷ୍ମୀ ନାରାୟଣଙ୍କ ପାଦ ପଡ଼ିଲା ଲଙ୍କା ନଗରୀରେ। ଏ ଲକ୍ଷ୍ମୀଙ୍କର ଆଣିକିରି ନାରାୟଣଙ୍କ ପାଦ ପକାଇବା ପାଇଁ ସୀତାଙ୍କୁ ପଞ୍ଚବଟିରୁ ମୁଁ ଏଠିକି ଆଣିଛି। ନା ସୀତା ତାହେଲେ ତୁମ ଦୃଷ୍ଟିରେ ପରମା ଲକ୍ଷ୍ମୀ ମନ୍ଦୋଦରୀ ପରମା ଲକ୍ଷ୍ମୀ, ରାମ ସ୍ୱୟଂ ନାରାୟଣ ମନ୍ଦୋଦରୀ ସ୍ୱୟଂ ନାରାୟଣ। ମିଛ କହୁଛ। କଣ ମିଛ? ସୀତା ଯଦି ଲକ୍ଷ୍ମୀ ସାନ୍ତା, ରାମ ଯଦି ତୁମ ପାଇଁ ନାରାୟଣ, କୁହ ସ୍ୱାମୀ ମୋ ଆଗରେ ମୁଁ ଦେଖିଛି ଅଶୋକ ବାଟିକାରେ ହାତ ବଢ଼େଇ ଧିକ୍କାର କରି କହିଛ, ହେ ସୀତେ ତୁ ମୋର ଅଙ୍କ ସାଇନି ହେଇଯା, ମନ୍ଦୋଦର ଭଳି ପାଟରାଣୀକି ତୋ ପାଦର ଚାକର କରିଦେବି। କୁହ କୋଉ ଭକ୍ତ ତା ଜଗଜ୍ଜନନୀ ମାକୁ କଣ ରତ୍ନ ପଲଙ୍କରେ ଶୋଇବା କଥା କୁହେ? କୋଉ ପୁଅ କଣ ମାର ପ୍ରଣୟ ଭିକ୍ଷା କରେ? କୁହ ସ୍ୱାମୀ ତମେ ଭୁଲ କରିଛ କାହିଁକି? କେମିତି ମୁଁ ବିଶ୍ୱାସ କରିବି ସୀତା ତୁମ ପାଇଁ ଇଷ୍ଟ ଠାକୁରାଣୀ ବୋଲି? ରାବଣ କହିଲା ଶୁଣ ମନ୍ଦୋଦରୀ, ମୁଁ ମାୟାବୀ ନୁହେଁ। ମୁଁ ମାୟାବୀ ସିନା ମାୟାଧର ନିକଟରେ, ମୋ ଧନ ମୋ ଘରଣୀ ମୋ ଧର୍ମପତ୍ନୀ ଆଗରେ କେବେ ମାୟା ରଚିବି ନାହିଁ। ସତ କହୁଛି ଶୁଣିବୁ। ମୁଁ ଗୋଟେ ଛାର ବିଲୁଆଟେ, ରାମ ହଉଛନ୍ତି ସିଂହ, ସିଂହୀର ସୀତା ହଉଛନ୍ତି ସିଂହୀ, ସିଂହୀର ସ୍ୱାମୀ ସିଂହ। ସିଂହ ସହିତ ଗୋଟେ ବିଲୁଆ, ସିଂହୀ ସହିତ ଗୋଟେ ସୁଗାଳର ପ୍ରଣୟ ହେବା କୋଉଠି ଦେଖିଛୁ? ଗୋଟେ ସୁଗାଳୀ ବିଲୁଆଟା ସିଂହକୁ ବିବାହ କରିପାରେ? ସିଂହ ବିଲୁଆ ସହିତ ପ୍ରେମ କରିପାରେ? କୋଉ ଲେଖା ଅଛି ଶୁଣିଛୁ? ନା ନା, ମୁଁ ହଉଛି ସେଇ ବିଲୁଆ ଛୁଆ। ଦଶାନନ ହୃଦ ଚିନ୍ତା ପତ୍ନୀ ଭାବେ ନୁହେଁ ସୀତା, ଜଗତ ମାତା ରମଣେ ରହିବ ପ୍ରାଣ। ଏ ପ୍ରାଣ ରହିବଟି? ଶୁଣୁ, ମୁକ୍ତି ମୋ ଏକାନ୍ତ ଲକ୍ଷ୍ୟ, ଦାନବ କୁଳରୁ ମୁଖ୍ୟ, ଭବ ମଧ୍ୟେ ସାହା ପକ୍ଷ। ସେ ସୀତା ରାମ ତେଣୁ ସୀତା କଲି ହରଣ, ସବଂଶ ନାଶିବା ପାଇଁ ଦୃଢ଼ ମୋ ମନ। ମୁଁ ମରିବା ପୂର୍ବରୁ ରାମଙ୍କ ଦ୍ୱାରା ସମସ୍ତକୁ ବୈକୁଣ୍ଠପୁରକୁ ପଠେଇଦେବି। ଆଉ ମନ୍ଦୋଦରୀ ତତେ ମୁଁ କଥା ଦଉଛି, ତୋ ସ୍ୱାମୀ ମରିଗଲା ପରେ ତୁ
ବିଧବା ହେବୁ ନାହିଁ। ତତେ ସିନା ଜଗତ ଜାଣିଛି ସତୀ, ମୁଁ ତତେ ପରମା ସତୀ କରି ଦେଇଯିବି। ନାରୀ ମାନେ ତୋ ନାଁକୁ ଧରିକି ସତୀତ୍ୱ ବ୍ରତ ଆଚରଣ କରିବେ। ଏହା ସତ୍ୟ ସତ୍ୟ ସତ୍ୟ।